ଅଗଷ୍ଟ 15 ଆସିଲେ ସମସ୍ତେ ଖୁସି ହେଇଯାଆନ୍ତି, କାହିଁକି ନା ପୁରା ଦେଶ ପାଳୁଥାଏ ସ୍ୱାଧୀନତା ଦିବସ। କିନ୍ତୁ ମୋ ପାଇଁ ଏହି ଦିନଟି ଦ୍ୱିଗୁଣା ଖୁସି ଆଣିଥାଏ, କାରଣ ସ୍ୱାଧୀନତା ଦିବସ ସହିତ ମୋର ଅତି ପ୍ରିୟ ମଣିଷର ଜନ୍ମଦିନ ଥାଏ। ପରିବାରକୁ ଛାଡ଼ିଦେଲେ ଆଉ କିଛି ମଣିଷ ସହିତ ବି ଏମିତି ସମ୍ପର୍କ ହୋଇଯାଇଥାଏ ଯାହାକୁ ନିଜ ଜୀବନଠୁ ବି ଅଧିକା ଭଲ ପାଆନ୍ତି। ସମ୍ପର୍କ କେତେବେଳେ କାହା ସହିତ ହେବ କାହାକୁ ଜଣା ନଥାଏ। କିଛି ସମ୍ପର୍କ ଜନ୍ମ ହେବା ଆଗରୁ ଥାଏ, ଆଉ କିଛି ସମ୍ପର୍କ ଜନ୍ମ ହେଲା ପରେ ତିଆରି ହୁଏ। ବୟସ ବଢ଼ିବା ସାଙ୍ଗକୁ ସମ୍ପର୍କ ବି ଧୀରେ ଧୀରେ ବଢ଼ି ଚାଲେ। ସମୟ ବଦଳେ ସମ୍ପର୍କ ବି ବଦଳିଯାଏ। କିଛି ସମ୍ପର୍କ ଛିଡ଼ିଯାଏ, ଆଉ କିଛି ନିଃସ୍ୱାର୍ଥପର ସମ୍ପର୍କ ସବୁଦିନ ପାଇଁ ରହିଯାଏ। ସେମିତି ଗୋଟେ ନିଆରା ଆଉ ନିଃସ୍ୱାର୍ଥପର ସମ୍ପର୍କ ଆପଣଙ୍କ ସହିତ ମୋର। ଆପଣଙ୍କ ବୟସ ଆଉ ମୋ ବୟସର ତଫାତ ବେଶୀ ନୁହେଁ, କିନ୍ତୁ ମୋଠୁ ବଡ଼। ଆମ ସମ୍ପର୍କ ସେଇଦିନ ଆରମ୍ଭ ହୋଇଥିଲା ଯେଉଁଦିନ ଆପଣ ପିଲାବେଳୁ ସବୁଠୁ ବେଶୀ ଭଲ ପାଉଥିବା ଭଉଣୀ ସହ ମୋର ବାହାଘର ହୋଇଥିଲା। କେଜାଣି କାହିଁକି 2 ବର୍ଷ ଆପଣ ମୋ ସହିତ କଥା ହେଇନଥିଲେ କି ମିଶୁ ନଥିଲେ। ସେଦିନ ମନେ ଅଛି ଭାଇନା, ଯେଉଁଦିନ ମୋ ସହିତ ପ୍ରଥମ କଥା ହେଇଥିଲେ। ଆପଣ ହୁଏତ ଭୁଲି ଯାଇଥିବେ, କିନ୍ତୁ ସେ ମୁହୂର୍ତ୍ତକୁ ମୁଁ ଆଜି ବି ଭୁଲିନି। ସେଦିନ ଥିଲା ଆମ ସମସ୍ତଙ୍କ ପାଇଁ ଦୁଃଖର ଦିନ, କିନ୍ତୁ ସେ ଦୁଃଖ ଭିତରେ ମୁଁ ଟିକେ ଖୁସି ହେଇଯାଇଥିଲି, କାହିଁକିନା ଏତେ ଦିନ ପରେ ମୋ ସହିତ ପ୍ରଥମ ଥର କଥା ହେଇଥିଲ। ତାପରେ ଆମେ ଗଦା ବାପା ମାନେ ତମ ଗଦା ମାମୁଙ୍କ ସୁଦ୍ରିକିଆର ସବୁ କାମ ଆମେ ସାଥି ହୋଇ କରିଥିଲେ। ଆଉ ସେଇ ଦିନଠୁ ଆରମ୍ଭ ହୋଇଥିଲା ଆମ ସମ୍ପର୍କର ନୂଆ ପାହାଚ, ଯେଉଁ ସମ୍ପର୍କର ନାଁ ଥିଲା ନିଃସ୍ୱାର୍ଥପର ସମ୍ପର୍କ। କେଜାଣି କାହିଁକି ସେଇଦିନଠୁ ଆପଣ ମୋ ସହିତ ଏତେ ମିଶି ଯାଇଥିଲେ ଯେ ସେଦିନଠୁ ମୁଁ ଆପଣଙ୍କ ପାଇଁ ଖାଲି ସାନ ଭାଇ ହେଇକି ନଥିଲି, ଆପଣ ମୋ ପାଇଁ ହେଇଯାଇଥିଲେ ମୋ ବେଷ୍ଟ ଫ୍ରେଣ୍ଡ, ମୋ ଗାଇଡ଼, ସବୁକିଛି। କେତେବେଳେ ଭାଙ୍ଗି ପଡ଼ିଥିଲେ ସାହସ ଆଉ ଧୈର୍ଯ୍ୟ ଦିଅନ୍ତି, ତ କେତେବେଳେ ସାଙ୍ଗ ହେଇ ହସ ଖୁସି କରି ମାଇଣ୍ଡ ଫ୍ରେଶ୍ କରିଦିଅନ୍ତି, ଆଉ କେତେବେଳେ ବଡ଼ ଭାଇ ହେଇ ଗାଇଡ଼ ବି କରନ୍ତି। ହଁ, ସେବେଠୁ ସବୁ ସୁଖ ଦୁଃଖ ହସ ଖୁସିରେ ପ୍ରତାପକୁ ହିଁ ଖୋଜନ୍ତି। ସେଦିନ ମୋର ମନେ ଅଛି ଯେଉଁଦିନ ଆପଣଙ୍କର ଆକ୍ସିଡେଣ୍ଟ ହୋଇଥିଲା, ଆଉ ଆପଣ ଘରକୁ ନ ଜଣେଇ ପ୍ରଥମେ ମୋତେ ଜଣେଇଥିଲେ। ଆଉ ଯେତେବେଳେ ଆପଣ ହସ୍ପିଟାଲ ଆସିଲେ, ଆପଣଙ୍କ ସହିତ ଆପଣଙ୍କ ଶୁଭାକାଂକ୍ଷୀ ଅନେକ ଥିଲେ, କିନ୍ତୁ ଆପଣ କେବଳ ମୋତେ ହିଁ ଡାକୁଥିଲେ। ଯେତେବେଳେ ଏକ୍ସରେ ହେଉଥିଲା, ଆପଣଙ୍କ ଗୋଡ଼କୁ ବୁଲେଇବାକୁ ଆପଣ ଡାକ୍ତରକୁ ମନା କରୁଥିଲେ, ଆଉ ମୋତେ ବୁଲେଇବାକୁ କହୁଥିଲେ। ଡାକ୍ତରଠୁ ମୋ ଉପରେ ଆପଣଙ୍କର ଅଧିକା ଭରସା ଥିଲା। ଏକ୍ସରେ ରିପୋର୍ଟ ଆସିଲା ପରେ ଯାଇ ଭାଉଜକୁ ଫୋନ୍ କରି କହିଥିଲେ। ଆମ ଅଫିସରେ ଆପଣ ସମସ୍ତଙ୍କ ସହିତ ଏତେ ଫ୍ରେଣ୍ଡ ଭଳି ମିଶନ୍ତି ଯେ ସମସ୍ତେ ଆପଣଙ୍କୁ କେବେ ସାର୍ ବୋଲି ଭାବନ୍ତିନି, ବରଂ ସାଙ୍ଗ ବୋଲି ଭାବନ୍ତି। ସବୁ କଥାକୁ ସେୟାର ବି କରନ୍ତି। ହଁ, ଖାଲି ବିରିୟାନୀ ପାର୍ଟିଟାକୁ ସମସ୍ତେ ମିସ୍ କରୁଛନ୍ତି। କୃଷ୍ଣା ଆଉ ଲିଟନ କହୁଛନ୍ତି, ଆରଥର ଭଳି ଏଥର ଆମକୁ ସାର୍ ବିରିୟାନୀ ପାର୍ଟିଟା କେବେ ଦେବେ? ଏମିତି ଭଲ ପାଇବା ସବୁବେଳେ ଆମ ଭିତରେ ଥାଉ, ଆଉ ନିଃସ୍ୱାର୍ଥପର ସମ୍ପର୍କ ସବୁଦିନ ଅତୁଟ ରହିବ। ଆଜି ଆପଣଙ୍କ ଜନ୍ମଦିନ। ଏହି ଜନ୍ମଦିନରେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ହ୍ୟାପି ବାର୍ଥଡେ ଭାଇନା।